ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ଗୋଟିଏ ମଦ ମୃତ୍ୟୁ ଘଟଣା ହୋଇଛି, ଯାହାକୁ ନେଇ ରାଜ୍ୟରେ ମଧ୍ୟ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଆଜି ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ବିଧାନସଭାରେ ଉଠିଥିଲା। ତ ଆଜ୍ଞା ଏ ନେଇ ଆପଣଙ୍କର କଣ ପ୍ରାଥମିକ ପ୍ରତିକ୍ରିୟା ରହିବ? ନାଇଁ ଦେଖନ୍ତୁ, ଯୋଉ ମଦ ମୃତ୍ୟୁ ଘଟଣା ହେଇଛି ଆକ୍ଚୁଆଲି ତାର ତ ମାନେ ଯାହା ପାରିପାର୍ଶ୍ୱିକ ପରିସ୍ଥିତି ଜଣା ପଡୁଛି ମଦ ପିଇଛନ୍ତି, ତାର ରିଏକ୍ସନ ହେଇଛି, ମୃତ୍ୟୁ ହେଇଛି। କିନ୍ତୁ ଯିଏ ମଦ ବିକୁଥିଲେ, ଯୋଉମାନେ ମଦ ଚୋରା ମଦ ବିକୁଥିଲେ, ଆଜ୍ଞା ତ ସେମାନେ ତ ବର୍ତ୍ତମାନ ଯୋଉମାନେ 24 ବର୍ଷ ହେଲା ଶାସନ କରିକି ଥିଲେ ବିଜୁ ଜନତା ଦଳର, ସେମାନେ ହିଁ ବିକୁଥିଲେ। ତ କାରଣ ଏନ୍ଏସି ରେ ଯୋଉ ଚିକିଟି ଏନ୍ଏସି ରେ ହିଁ ମୃତ୍ୟୁ ହେଇଛି। ତ ସେମାନେ ସେଇଠି ଯିଏ ଚେୟାରମ୍ୟାନ ଅଛନ୍ତି ତ ବିଜୁ ଜନତା ଦଳର, ଆଜ୍ଞା ସେମାନେ ହିଁ ଯୋଉମାନେ ମାନେ ଆକ୍ରାନ୍ତ ହେଇକି ଅଛନ୍ତି, ହସ୍ପିଟାଲରେ ଚିକିତ୍ସିତ ହେଇକି ଅଛନ୍ତି, ସେମାନେ ମଧ୍ୟ ମତ ଦେଇଛନ୍ତି ଯେ ଆମେ 15 ବର୍ଷ ହେଲା ଅମକ ଲୋକ ଠାରୁ ଯାଇକି ଆମେ ମଦ ପିଉଥିଲୁ। ଆଜ୍ଞା ତ ଯୋଉମାନେ ଆରେଷ୍ଟ ହେଇଛନ୍ତି, ପ୍ରାୟ 8 ଜଣ ଆରେଷ୍ଟ ହେଇଛନ୍ତି। ଆଜ୍ଞା ସରଜମିନ ତଦନ୍ତ ହେଲେ ସେମାନେ କୋଉ ଦଳର ବୋଲିକି ତଦନ୍ତ ହବ। ସମସ୍ତେ ବିଜୁ ଜନତା ଦଳର ଯୋଉମାନେ ଆରେଷ୍ଟ ହେଇଛନ୍ତି, ଆଜ୍ଞା ସେମାନଙ୍କର ପୃଷ୍ଠପୋଷକତାରେ 24 ବର୍ଷ ହେଲା ମଦ ବିକା ଚାଲିଛି, ଚୋରି ମଦ। ଆଜ୍ଞା ତେଣୁ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନେ ସିଧାସଳଖ ଏଥିରେ ସମ୍ପୃକ୍ତ। ଦୁଇ ଜଣଙ୍କର ସାର୍ ମୃତ୍ୟୁ ହେଲାଣି ଏପର୍ଯ୍ୟନ୍ତ। ଆଜ୍ଞା 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 ନାଇଁ ନାଇଁ ଶୁଣନ୍ତୁ, ଆକ୍ଚୁଆଲି ଯୋଉମାନେ ମୃତ୍ୟୁବରଣ କଲେ, ଯୋଉଟା କି ଜୋର ବେହେରା ଏବଂ ଲୋକନାଥ ମାନେ ଆକ୍ଚୁଆଲି ସେମାନଙ୍କର ଅମରାତ୍ମାର ସଦ୍ଗତି କାମନା କରୁଛି ଏବଂ ପରିବାର ପ୍ରତି ମଧ୍ୟ ଗଭୀର ସମବେଦନା ଜ୍ଞାପନ କରୁଛି। ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଚୋରା ମଦ ପୁରା ବନ୍ଦ ହବା କଥା, ହବାକୁ ପଡିବ। ତାର ବିରୁଦ୍ଧରେ ଚୋରା ମଦ ବନ୍ଦ ବିରୁଦ୍ଧରେ ସଂଗ୍ରାମ ଆମର ଜାରି ରହିବ ଏବଂ ଏ ପ୍ରକାର କାର୍ଯ୍ୟ ଯେମିତି ଆଉ ନ ହବ ସେଥିପ୍ରତି ମଧ୍ୟ ସରକାର ମଧ୍ୟ ସଚେତନ ରହିବାକୁ ପଡିବ। ଆଜ୍ଞା ଆପଣ ସରକାର ଚୋରା ମଦ ରୋକିବାକୁ କିଛି ବ୍ୟବସ୍ଥା କରିବେ? ନା ନିଶ୍ଚିତ ଭାବରେ ସରକାର ତ ଶୁଣନ୍ତୁ, ବର୍ତ୍ତମାନ ତ ସରକାର ଆସିକି ତ 2 ମାସ ହେଇନି। ଆଜ୍ଞା ତ କୋଉଠି ନା କୋଉଠି ଯୋଉ ବିଜୁ ଜନତା ଦଳର ଯୋଉ ଚାମଚା ମାନେ ଆହୁରି ଭୁଲି ନାହାନ୍ତି ଯେ ଆମେ 24 ବର୍ଷ ହେଲା ଚୋରା ମଦ ସମ୍ପର୍କରେ ଆମେ ଇଏରେ ଥିଲୁ, ସାମ୍ରାଜ୍ୟରେ। ଆଜ୍ଞା ତେଣୁ ଯୋଉମାନେ ଆରେଷ୍ଟ ହେଇଛନ୍ତି ସେମାନେ ବିଜୁ ଜନତା ଦଳର କର୍ମୀ ମାନେ। ଆଜ୍ଞା ତେଣୁ ଆମ ସରକାର ଯାହା ପ୍ରତିଶ୍ରୁତି ଦେଇଛି ତାହାକୁ ପାଳନ କରିବାକୁ ବାଧ୍ୟ। ତେଣୁ ଆମ ସରକାର ଯାହା ଦେଇଛି ଚୋରା ମଦ କରିବା, ମାନେ ଯୋଉ ଇସ୍ତାହାରରେ ଦେଇଥିଲା ଚୋରା ମଦ ବନ୍ଦ କରିବ, ନିଶ୍ଚିତ ଭାବରେ ମୋହନ ମାଝୀ ସରକାର ସେଥିପାଇଁ ପୁରା ସଚେତନ ଅଛନ୍ତି। ନିଶ୍ଚିତ ଭାବରେ ଯୋଉମାନେ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହବ। ସାର୍ ଗୋଟେ କଥା ଆପଣ କହୁଛନ୍ତି ଯେ ଯୋଉମାନେ ମଦ ବିକୁଥିଲେ ବା ଯୋଉମାନେ ମଦ ପିଉଛନ୍ତି ସେମାନେ ସମସ୍ତେ ବିଜୁ ଜନତା ଦଳର? ନାଇଁ ନାଇଁ, ଯୋଉମାନେ ମଦ ପିଉଛନ୍ତି ବିଜୁ ଜନତା ଦଳ କଣ ଦଳ କହିକି ଯାଉଛନ୍ତି କି? ବିଜୁ ମଦ ଯୋଉମାନେ ପିଅନ୍ତି, ବୁଝିଲେ କି, ଏଇଟା ଭୁଲ କଥା। ଯୋଉମାନେ ବିକୁଛନ୍ତି କଥା କହୁଛି, ଯୋଉମାନେ ଏକ୍ସପାୟାର କରିଗଲେ ସେମାନେ ସାଧାରଣ ଜନତା, ବୁଝିଲେ କି, ସେମାନଙ୍କୁ ଆମେ କୋଉ ଦଳର କହିବାର ସେଗୁଡା ନାହିଁ। ମୁଁ ଯୋଉମାନେ ବିକୁଥିଲେ ଯୋଉ ମଦ, ସେମାନେ ହଉଛନ୍ତି ବିଜୁ ଜନତା ଦଳର। ତ ସେମାନେ ମଧ୍ୟ ବୟାନ ଦେଇଛନ୍ତି ଯେ ଯୋଉମାନେ ଆକ୍ରାନ୍ତ ହେଇକି ବର୍ତ୍ତମାନ ବଡ ମେଡିକାଲରେ ଏମକେସିଜିରେ ଚିକିତ୍ସା ହେଉଛନ୍ତି, ତ ସେମାନେ ନିଜେ ମଧ୍ୟ କହିଛନ୍ତି ଯେ ଆମେ 15-16 ବର୍ଷ ହେଲା ଏମାନଙ୍କୁ ମଦ ପିଉଥିଲୁ ବୋଲି, ବୁଝିଲେ। କାରଣ ତଳ ଦିନେ ଏମାନେ ମଧ୍ୟ ଗୋଟେ ଆରେଷ୍ଟ ହେଇଥିଲେ, ଥାନାରେ ମାନେ ଇଏ ଥିଲେ କି ସେମାନଙ୍କୁ ମଧ୍ୟ ଜଣେ ସେମାନଙ୍କର ବିଜୁ ଜନତା ଦଳର ଜଣେ କୁଜି ନେତା ଲିଖିତ ଭାବରେ ଲିଖିତ ଦେଇଥିଲା ଯେ ଯାହା ଏମାନେ ଯଦି କିଛି ବିକାବିକି ସେଥିରେ ଯଦି କିଛି ଅସୁବିଧା ହବ ମୁଁ ଦାୟୀ ବୋଲିକି ଲିଖିତ ଭାବରେ ଦେଇକି ନେଇଥିଲା ଥାନାରେ। ଆପଣ ଥାନାରେ ପଚାରିବେ, ବୁଝିଲେ। ତେଣୁ ସବୁ କଥା ରହିଛି, ସତ୍ୟ ସିଧାସଳଖ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନେ, ଯୋଉ କୁଜି ନେତା ମାନେ ସମ୍ପୃକ୍ତ ଅଛନ୍ତି। ଯାହା ତଦନ୍ତ ହେଲେ, ମାନେ ସରଜମିନ ତଦନ୍ତ ହେଲେ ସବୁ କଥା ପଦାକୁ ଆସିବ। ତେଣୁ ତଦନ୍ତ ଚାଲିଛି। ଆଉ ବର୍ତ୍ତମାନ ଯୋଉମାନେ ଚିକିତ୍ସିତ ହେଉଛନ୍ତି ସେମାନେ କେମିତି ଅତି ଶୀଘ୍ର ସୁସ୍ଥ ଆରୋଗ୍ୟ ଲାଭ କାମନା କରିକି ଘରକୁ ଫେରିବେ, ସେଥିପାଇଁ ବୋଲିକି ଚାଲିଛି। ତ ସେମାନଙ୍କର ମଧ୍ୟ ମୁଁ ସୁସ୍ଥ ଆରୋଗ୍ୟ କାମନା କରୁଛି। ଆଉ ଯୋଉ ମୃତ୍ୟୁ କରିଛନ୍ତି 2 ଜଣ, ସେମାନଙ୍କର ଅମରାତ୍ମାଙ୍କ ସଦ୍ଗତି ମଧ୍ୟ କାମନା କରୁଛି। ସାର୍ ଲାଷ୍ଟ କ୍ୱେଶ୍ଚନ ରହିବ ଯେ ଆପଣ ଦେଖିଥିବେ ଅନେକ ସମୟରେ ଭାରତୀୟ ଜନତା ପାର୍ଟି ମଧ୍ୟ ପୂର୍ବ ନିର୍ବାଚନ ପୂର୍ବରୁ ଅଭିଯୋଗ କରୁଥିଲା ଯେ ଗାଁ ଗାଁରେ ମଦ ଦୋକାନ ଖୋଲା ଯାଇଛି। ଦେଖିବେ ଯଦି ଇଏ ଗୋଟେ ବଡ ସମସ୍ୟା ରାଜ୍ୟ ପାଇଁ। ନାଇଁ ଦେଖନ୍ତୁ, ଗାଁ ଗାଁରେ ତ ମଦ ଦୋକାନ ବିଜୁ ଜନତା ଦଳ ଖୋଲି ସାରିଥିଲା, ଖୋଲି ସାରିଛି ମଧ୍ୟ, ଯାହାକୁ ନେଇକି ତ ସମସ୍ତେ ଚିନ୍ତିତ ଅଛନ୍ତି। ତେଣୁ ତ ନୂଆ ସରକାର ବର୍ତ୍ତମାନ ଆଉ ନୂଆ ଦୋକାନ ଖୋଲିବନି ବୋଲିକି ତ ନିଷ୍ପତ୍ତି ନେଇସାରିଛି ମୋହନ ମାଝୀ ସରକାର।
ତେଣୁ ଯୋଉଗୁଡାକ ଖୋଲା ହେଇଯାଇଛି ସେଗୁଡାକ ଉପରେ ତ କଣ ନେବେ ସେଟା ସରକାର ଘୋଷଣା କରିବେ। କିନ୍ତୁ ଯୋଉ ନୂଆ ମଦ ଦୋକାନ ଖୋଲିବନି ବୋଲି ତ ମୋହନ ମାଝୀ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ଆଉ ଚୋରା ମଦ କାରବାର ଉପରେ ଯୋଉଟା କାର୍ଯ୍ୟାନୁଷ୍ଠାନ ହବ ଆଉ ଚୋରା ମଦ କାରବାର ଉପରେ ମଧ୍ୟ ଅଙ୍କୁଶ ଲାଗିବ ବୋଲିକି ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ସରକାର ଚେଷ୍ଟା କରୁଛନ୍ତି କୋଉଠି ନା କୋଉଠି ଅସୁବିଧା ହେଇଛି ଆଉ କଣ।